ପ୍ରାୟ ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା ଶେଷ ହୋଇସାରିଲାଣି। ହେଲେ ଅଡୁଆସୁତା ପାଲଟିଛି ପାଇକଗଡ଼ ଖୋର୍ଦ୍ଧା। ଖୋର୍ଦ୍ଧାରେ ଗୋଳିଆ ପାଣିରୁ ଫାଇଦା ଉଠାଇବା ଲକ୍ଷ୍ୟରେ ଉଭୟ ଶାସକ ବିଜେଡି ବିରୋଧୀ ବିଜେପି ଏବଂ କଂଗ୍ରେସ ଖୋର୍ଦ୍ଧାରୁ ଶାସକ ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀଥିବା ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ମିଥ୍ୟା ସତ୍ୟପାଠ ମାମଲାରେ ଏବେ ଫସି ଆଇନତଃ ପ୍ରାର୍ଥୀ ହେବା ନେଇ ଅନିଶ୍ଚିତତା ଏବେ ରାଜେନ୍ଦ୍ର ସାହୁଙ୍କୁ ବ୍ୟାକଫୁଟକୁ ନେଇଯାଇଛି, ଯାହାର ଫାଇଦା ଏବେ ମିଳିବ ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କୁ। ବାସନ୍ତୀ ମହାପାତ୍ର 5 ବର୍ଷ ଧରି ଖୋର୍ଦ୍ଧାରେ ବିଜେଡି ସଂଗଠନକୁ ସଂଗଠିତ କରି ରଖିଛନ୍ତି। ଖୋର୍ଦ୍ଧା ବିଜେଡି ପାଇଁ ରାଜ୍ୟ ରାସ୍ତାରେ ବାସନ୍ତୀ ମହାପାତ୍ର ହିଁ କେବଳ ସଂଗଠନକୁ ଧରି ସଦାସର୍ବଦା ସଂଗଠିତ କରିଥାନ୍ତି। ତେବେ ସୁପ୍ରିମୋଙ୍କୁ ଭୁଆଁ ବୁଲାଇ ରାଜେନ୍ଦ୍ର ସାହୁ ଟିକେଟ ହାତେଇବା ପାଇଁ କୋର୍ଟରେ ଯେଉଁ ପ୍ରଚେଷ୍ଟା କରୁଥିଲେ ସେଥିରେ ରୋକ ଲଗାଇଛି କୋର୍ଟ। ମିଥ୍ୟା ସତ୍ୟପାଠ ମାମଲାରେ ଛନ୍ଦି ହୋଇଛନ୍ତି ବିଧାୟକ ରାଜେନ୍ଦ୍ର ସାହୁ। ଅନ୍ୟପଟେ ଖୋର୍ଦ୍ଧା ପାଇଁ ପ୍ରାର୍ଥୀ ଘୋଷଣା ନ ହେବା କାରଣରୁ ଏବେ ବି ଦ୍ୱନ୍ଦ୍ୱରେ ଖୋର୍ଦ୍ଧା ଭୋଟର। କିଏ ହେବ ପ୍ରାର୍ଥୀ? ବାସନ୍ତୀ ମହାପାତ୍ରଙ୍କୁ ମିଳିବ ତ ଟିକେଟ? ସୁପ୍ରିମୋ ମହିଳା କାର୍ଡ ସହ ଦେଇଥିବା ପ୍ରତିଶ୍ରୁତି ରଖିବେ ତ? ଏହିଭଳି ଅନେକ ପ୍ରଶ୍ନ ଏବେ ଖୋର୍ଦ୍ଧା ଭୋଟର ଏବଂ କର୍ମୀଙ୍କ ମହଲରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ସେହିପରି ବିରୋଧୀ ବିଜେପି ମଧ୍ୟ ବ୍ୟାକଫୁଟରେ। ଖୋର୍ଦ୍ଧାରେ କେବେ ବି ଖାତା ଖୋଲି ନଥିବା ବେଳେ ଏଥର ଲାଗି ରହିଛି ଛକା ପଞ୍ଝା। ଚିଲ୍କା ତଥା ଚର୍ଚ୍ଚିତ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରାର୍ଥୀ ହେବା ନେଇ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପରୋକ୍ଷରେ ଘୋଷଣା କରିବା ପରେ ବିଜେପିର 19 ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ ଏବେ ଖପା। ପରୋକ୍ଷରେ ନୁହେଁ, ସିଧା ସାଂସଦ ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରଶାନ୍ତ ଜଗଦେବଙ୍କୁ ବାରମ୍ବାର ବିରୋଧ କରି ଏବେ ଚର୍ଚ୍ଚାରେ କାଳୁ ଖଣ୍ଡାୟତ ରାୟ। ଖୋର୍ଦ୍ଧା ଏବଂ ଛଣଗିରିରେ କାଳୁ ଖଣ୍ଡାୟତ ରାୟ ଶାସକ ଦଳର ନେତାଙ୍କ ଇଙ୍ଗିତରେ କରିଥିବା ବିରୋଧ ଏବେ ମହଙ୍ଗା ପଡ଼ିବ। କେନ୍ଦ୍ର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଆଶାୟୀ କାଳୁ ଖଣ୍ଡାୟତ ରାୟଙ୍କର କାର୍ଯ୍ୟକଳାପ ଏବେ ନିଜେ ଗୋଡ଼ରେ କୁରାଡ଼ି ମାଳିଆ ଭଳି ହୋଇଛି। ଶାସକ ଦଳ ଓଡ଼ିଶାରେ କେତେକ ଚର୍ଚ୍ଚିତ ନେତାଙ୍କୁ ଘୋର ବିରୋଧ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରଶାନ୍ତ ଜଗଦେବ ଏବେ ପ୍ରଦୀପ ପାଣିଗ୍ରାହୀଙ୍କ ପରି ହିଟ୍ ଲିଷ୍ଟରେ। ଯେନତେନ ପ୍ରକାରେ ଏମାନଙ୍କୁ ବିରୋଧ କରିବାକୁ ଶାସକ ଦଳ ଜୁଜା ଲଗାଇ ଉଦ୍ୟମ କରୁଛି। ଏପରିକି ଦଳୀୟ ନେତାଙ୍କୁ ଟଙ୍କାର ଲୋଭ ଦେଖାଇ କରାଉଛି ବିରୋଧ, ଯାହାର ଶିକାର ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରଶାନ୍ତ ଜଗଦେବ। ସେଇଥିପାଇଁ କାଳୁ ଖଣ୍ଡାୟତ ରାୟ ଟିକେଟ ହାତେଇବା କାଠିକର ପାଠ। ଯଦି ଟିକେଟ ନ ମିଳେ ତେବେ ବିଦ୍ରୋହୀ ପ୍ରାର୍ଥୀ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଆଉ ସେହି ମୌକାକୁ ଅସ୍ତ୍ର କରିବାକୁ ଯୋଜନା କରିଛି ଶାସକ ବିଜେଡି। ଏବେଠାରୁ ଶାସକ ଦଳର ଇଙ୍ଗିତରେ ଉଠ ଫସାଉଛନ୍ତି କାଳୁ ଖଣ୍ଡାୟତ ରାୟ। ଅନ୍ୟପଟେ ନିଜ ଜନ୍ମମାଟିରେ ନିଜର ନିଜସ୍ୱ ସଂଗଠନକୁ ନେଇ ଦବଦବା ରଖିଥିବା ଚିଲ୍କା ବିଧାୟକ ଏବେ ତୋଫାନି ଗ୍ରସ୍ତ କରୁଛନ୍ତି ଖୋର୍ଦ୍ଧା। ଉଭୟ ଖୋର୍ଦ୍ଧା ଏବଂ ବେଗୁନିଆରେ ଦୃଢ଼ ସଂଗଠନ ରଖିଥିବା ପ୍ରଶାନ୍ତ ଜଗଦେବ ଉଭୟ ଆସନରୁ ବିଜେପିକୁ ଜିତାଇବା ସହ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କରିଛନ୍ତି ବ୍ଲୁ ପ୍ରିଣ୍ଟ। ଖାସ୍ ସେଇଥିପାଇଁ ଶାସକ ବିଜେଡି ଏବେ ପଡ଼ିଛି ଅଡୁଆରେ। କାହାକୁ ପ୍ରାର୍ଥୀ କରିବ ବିଜେଡି? ଯିଏ ଦେଇପାରିବ କାଣ୍ଟେ କାଣ୍ଟେକି ଟକ୍କର। କଂଗ୍ରେସର ଖୋର୍ଦ୍ଧାରେ ଆଉ ସଂଗଠନ ନଥିବା ବେଳେ ପ୍ରାର୍ଥୀ କାହାକୁ କରିବ ସେ ନେଇ କଂଗ୍ରେସ ବି ପଡ଼ିଛି ପଛରେ। ପୂର୍ବରୁ ଆଗୁଆ ପ୍ରାର୍ଥୀ ଘୋଷଣାରେ କଥା କହିଥିବା କଂଗ୍ରେସ ଏବେ ଖୋର୍ଦ୍ଧାରେ ଅମାନତ ହରାଇବ, ଯେଉଁଥିପାଇଁ ଭଲ ପ୍ରାର୍ଥୀ ମିଳୁନାହାନ୍ତି। ଅନେକ ଯୁବ ନେତୃତ୍ୱ ନିଜକୁ ଦୂରେଇ ରଖୁଛନ୍ତି। ଏହି ଅନିଶ୍ଚିତତା ଭିତରେ ଏବେ ଉଭୟ ଦଳ ଆଶାୟୀ ପ୍ରାର୍ଥୀ ଏବଂ ଭୋଟର ପ୍ରମୁଖ 3 ଦଳ ପାଇଁ ଖୋର୍ଦ୍ଧା ସହ ବେଗୁନିଆ ଏବଂ ଚିଲ୍କା ଆସନ ଏବେ ତଣ୍ଟିରେ କଣ୍ଟା ହୋଇଛି। ତେବେ ଦେଖିବାର କଥା ଦଳ କେବେ ପ୍ରାର୍ଥୀ ଘୋଷଣା କରୁଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ମୋବାଇଲ ଟିଭି।